କରିଥିଲେ କାହିଁକି ଭୁଲ କଲେ ନା ଥରେ ମୁଁ ଗୋଟେ ଯଜ୍ଞ କରୁଥିଲି ଆଉ ଯଜ୍ଞର ପୂର୍ଣ୍ଣାହୁତି ଦିନ ପୂର୍ଣ୍ଣ କଳସୀ ଜଳ ଆସିବ ବୋଲି ମୁଁ ସେଦିନ ରାଜା ମାନଙ୍କୁ ନିମନ୍ତ୍ରଣ ଦେଇଥିଲି। ଆଚ୍ଛା ପୂର୍ଣ୍ଣ କଳସୀ ଜଳ କାହିଁକି ଆସିବ ନା ଗୋବଧ ପାତକ କରିଥିଲି ଗୋରୁଟିଏ ମାରିଲେ ମା ପାପ କେତେ ହେବ ଆପଣ ମାନଙ୍କର କବି ଉଲ୍ଲଣ କହିଲେ କଲ ବ୍ରହ୍ମବଧ ସହସ୍ରାଣ ନେକଂ ଗୋବଧଂ ତଥା ସହସ୍ର ଗୋବଧେନ ଦତ୍ତା ବାର ହତ୍ୟା ବିଶେଷତ ସହସ୍ର ବାର ହତ୍ୟାଞ୍ଚ ତ୍ରିଣଂ ହତ୍ୟା ତଥୋଚିତ ସହସ୍ର ବାର ହତ୍ୟାଞ୍ଚ କୁଳ ହତ୍ୟା ତତୋଧିକ। କବି ଉଲ୍ଲଣ କହିଲେ ହଜାରେ ବ୍ରାହ୍ମଣ ମାରିଲେ ମା ଯେତିକି ପାପ ଗୋଟିଏ ଗୋରୁ ମାରିଲେ ସେତିକି ପାପ ହଜାରଟି ଗୋରୁ ମାରିଲେ ଯେତିକି ପାପ ଗୋଟିଏ ଛୋଟିଆ ଛୁଆ ମାରିଲେ ସେତିକି ପାପ ହଜାରଟି ଛୋଟିଆ ଛୁଆ ମାରିଲେ ଯେତିକି ପାପ ଗୋଟିଏ ସ୍ତ୍ରୀ ହତ୍ୟା କଲେ ସେତିକି ପାପ ହଜାର ସ୍ତ୍ରୀ ମାରିଲେ ଯେତିକି ପାପ କୁଳ ହତ୍ୟା ତତୋଧିକ। ଜାଣି ଶୁଣି ଯଦି କାହା ବଂଶ ବୁଡେଇ ଦେବେ ତାଠୁ ପାପୀ ଆଜ୍ଞା ସଂସାରେ କେହି ନାହିଁ। ସେଇଥି ମା ଗୋରୁ ପାଖରେ ଅନେକ ଗୁଡ଼ିଏ ପୁଣ୍ୟ ଥାଏ। ଆଜି ସମାଜର ମଣିଷ ଆମେ ଆଉ ଗୋରୁ ପୋଷୁନେ କିନ୍ତୁ ମା ଗୋଟିଏ କଥା ମନେ ରଖିଥା ଘରେ ତମେ ଗାଈଟିଏ ରଖିଛ ସକାଳୁ ଉଠି ଅଧୁଆ ମୁହଁରେ ଯଦି ଗାଈ ପିଠିକି 10 ଥର ସାଉଁଳି ଦବ ତାହେଲେ ତମର ହାଇ ବ୍ଲଡ ପ୍ରେସର ଥିଲେ କମିଯିବ। ଗୋଶାସ୍ତ୍ର କହନ୍ତି ଗାଈ ଧୂଳି ଯଦି ପାଦ ଧୂଳି ଘରେ ପଡିବ ଲକ୍ଷ୍ମୀ ଆବିର୍ଭାବ ହୁଅନ୍ତି। ଅସମୟରେ ଯଦି ଗୋରୁଟିଏ ତମ ଘରେ ମଲା ତମେ ଜାଣିବା କଥା ମୋ ଘରେ ମଣିଷଟିଏ ମରିଥାନ୍ତା। ଗୋମାତା ତା ଉପରକୁ ବିପଦ ନେଇଯାଏ। ଗାଈ ପାଖରେ ଏତିକି ପୁଣ୍ୟ। ଅସମୟରେ ଯଦି ଗାଈ ଆଖିରେ ଲୁହ ଧାର ବହିବାର ଆପଣ ଦେଖିବେ ଆପଣ ଜାଣିବେ ଆଗାମୀ ଭବିଷ୍ୟତରେ ମୋ ଘରକୁ ଆସୁଛି ବିପଦ। ଗାଈ ପାଖରେ ଆପଣ ଦେଖନ୍ତୁ କେତେ ଲକ୍ଷଣ ଅଛି। ଘର ବଖରାଟିଏ କରିଛନ୍ତି ଘିଅ ଟୋପେ ପୋଡ଼ିବାକୁ ପଇସା ନାହିଁ ନନାଙ୍କୁ ଡାକିବାକୁ ପଇସା ନାହିଁ। ଆପଣ ଗାଈଟିଏ ରଖିଛନ୍ତି ଗାଈଟିକି ଯଦି ସେ ନୂଆ ଘର ଭିତରେ 3 ଦିନ ବାନ୍ଧିଦେବେ ତାପରେ ଆପଣ ତା ଭିତରେ ରହିଲେ ହୋମ ଯଜ୍ଞ କଲେ ଯେତିକି ପୁଣ୍ୟ ହବ ଗାଈଟି 3 ଦିନ ବନ୍ଧା ହେଲେ ସେତିକି ପୁଣ୍ୟ। କିନ୍ତୁ ଆମେ ଗାଈ ଆଉ ପୋଷୁନେ ଆଉ ପୁଣ୍ୟ ଶିଖିବେ କୋଉଠୁ? କାହିଁକି ଏ କଥା କହୁଛି ନା ଜନକ ଋଷି କହିଲେ ଗାଈଟି ସିନା ମରିଗଲା ଚାରିପାଦେ ପାପ ମତେ ଲାଗିଲା। କୁଳଗୁରୁଙ୍କୁ ପଚାରିଲି ପାପରୁ ବଞ୍ଚିବି କେମିତି ନା ତମେ ଗୋଟେ ଯଜ୍ଞ କର। ଯଜ୍ଞର ପୂର୍ଣ୍ଣାହୁତି ଦିନ ପୂର୍ଣ୍ଣ କଳସୀ ପାଣି ଆସିବ। ପୂର୍ଣ୍ଣ କଳସୀ କାହାକୁ କହିବା? ସୁନା କଳସୀରେ ପାଣି ଆସିବ କୁଶାଗ୍ରରେ ଗୋଟାଏ ବିନ୍ଦୁ ଜଳ କୂଳପୁରୋଧା ତା ଦିହରେ ପକେଇବେ। ଯଦି ପାଣି ଉଛୁଳିଲା ଆମେ ଜାଣିବା ପୂର୍ଣ୍ଣ ପାତ୍ର ହେଲା। ଏବେ ଯେତେ ରାଜା ଦେ ଆସିଲେ ପୂର୍ଣ୍ଣ ପାତ୍ର ଆଣି ନ ପାରିଲେ ଶେଷ ନିମନ୍ତ୍ରଣ ଦଶରଥଙ୍କୁ ପୂର୍ଣ୍ଣ ପାତ୍ର ଆଣିବାକୁ ଭାବ ଦଶରଥ ନ ଆସିଲେ ଜଣେ ସେବକକୁ ପଠାଇଲେ। ସେଦିନ ଲକ୍ଷ୍ମୀ ଯେତେ ରାଜାଙ୍କୁ ଦେଲେ ନିମନ୍ତ୍ରଣ ପୂର୍ଣ୍ଣ ପାତ୍ର ଜଳ କେହି ଆଣିପାରିଲେନି। ଶେଷରେ ନିମନ୍ତ୍ରଣ ଦେଲେ ଦଶରଥ ରାଜାଙ୍କୁ। ଦଶରଥ ରାଜା ଟିକେ ରାଗିଲେ କହିଲେ ମୁଁ କଣ ମାଗିଖିଆ ରାଜା ମତେ କଣ ଶେଷରେ ନିମନ୍ତ୍ରଣ ଆସି ତାଙ୍କର ଜଣେ ସେବକ ଚଣ୍ଡାଳ ତାଙ୍କୁ ରଥ ସତ କରି ପଠେଇଲେ। ଆସି ରଥ ପହଞ୍ଚିଲା ମିଥିଳାବାସୀ ଦୌଡ଼ିଲେ ଇଏ କୋଉ ରାଜ୍ୟର ରାଜା ଆସିଲେ ଆପଣ କୋଉଠୁ ଆସିଲେ ନା ମୁଁ ଆସିଛି ଆପଣ ତ ମହାରାଜ ଦଶରଥ ନୁହନ୍ତି ନା ନାହିଁ ଆପଣ କିଏ ସେ ନା ଜାତିରେ ଚଣ୍ଡାଳ ରାଜାଙ୍କର ଜଣେ ସେବକ। କୁଆଡେ ଆସିଛନ୍ତି? ମହାରାଜାଙ୍କ ନିର୍ଦ୍ଦେଶ ଆପଣ ଯଜ୍ଞକୁ ପାଣି ଆଣିବା ପାଇଁ। ରାଜା ଚିନ୍ତା କଲେ ଜାତିରେ ଚଣ୍ଡାଳ ଆଚ୍ଛା ଇଏ ତ ଯଜ୍ଞ ପୂର୍ଣ୍ଣ ହେଇପାରୁନି ପୂର୍ଣ୍ଣ କଳସୀ ପାଣି କେହି ଆଣି ପାରୁନାହାନ୍ତି ଆତୁରେ ନିୟମ ନାସ୍ତି ଜୀବନ ଗଲା ବେଳେ ଜାତି କଣ ଖୋଜିବି। ସେଦିନ ରାଜା କଲେ କଣ ସୁନା କଳସୀ ବଢେଇ ଦେଲେ କହିଲେ ନିଅନ୍ତୁ ପୂର୍ଣ୍ଣ କଳସୀ ଜଳ ଆଣିବେ। ସେ ଚଣ୍ଡାଳ କହିଲା ମୁଁ ସୁନା କଳସୀ ନେବିନି ଗୋଟେ ନୂଆ ବାଉଁଶିଆ ବୁଣି ଆଣିଛି। ସମସ୍ତେ ତାଳି ମାରି ହସିଲେ ଏମିତି କୁକୁର ବୋବେଲା ଭଳିଆ କାହିଁ ହଉଛୁ? ଅଇଁଠା ଖାଲି ଖାଉଥିବ କୁକୁର ତା ମେରୁଦଣ୍ଡକୁ ଯଦି ବାଡେଇ ବସି ଯେମିତି ହେକା ଟେକି କାନ୍ଦିବ ଇଏ ସେମିତି ହଉଛି। କହିଲେ ରାଜା ହସ ତ ଆହୁରି ସୁନ୍ଦର ହସିଲେ ଯେତେବେଳେ କହିଲେ ଆଚ୍ଛା ହସୁଛନ୍ତି କାହିଁକି ନା ଯୋଉଠି ସୁନା କଳସୀରେ ପାଣି ଆସୁନି ଇଏ ବାଉଁଶିଆରେ କଣ ପାଣି ଆସିବ ସବୁ ତ ବୋହିଯିବ। କିନ୍ତୁ ସେ ଚଣ୍ଡାଳ ଏଡେ ସାଧକ ସିଏ ଶୁଣିଲାନି କାହାରି କଥା। ସେ ବାଉଁଶିଆ ନେଲା ପାଣି ଆଣିଲା କୂଳପୁରୋଧା ଗୋଟାଏ ବିନ୍ଦୁ ଜଳ ପକେଇଲା
ଛୁଳି ପଡିଲା ସେଇ ଆହୁତି ହେଲା ସେଇ ପାଣି ଲାଗିଲା ଦଶରଥ କହିଲେ ମୋର ଭୟ ହେଲା ଏ ତ ଜନକ କହିଲେ ଦଶରଥଙ୍କୁ ନିମନ୍ତ୍ରଣ ଦେଲି ଯଜ୍ଞକୁ ଆସିଲେନି ଯଦି ସେଇ ଚଣ୍ଡାଳ ବଞ୍ଚିଥବ ଦଶରଥଙ୍କୁ ଝିଅ ବାହାଘରକୁ ନିମନ୍ତ୍ରଣ ଦେବି ସିଏ ନିଜେ ନ ଆସି ଚଣ୍ଡାଳକୁ ପଠେଇଦେବେ ମୁଁ ଜାଣିଛି ସିଏ ଭାରି ସାଧକ ଯଦି ଧନୁ ଭାଙ୍ଗିଦବ କିରେ ଯଜ୍ଞ କାମ ବୋଲି ସିନା ଚଳିଲା ଧନୁ ଭାଙ୍ଗିଦେଲେ ଝିଅଟାକୁ କେମିତି ବାହା ଦେବି ସେଇ ଯୋଗ ପଠେଇ ଏତିକି କହିଦେଲେ ଯେତେବେଳେ କହିଲେ ବାପା ବସ ତମେ ଅଯଥା ଗଣ୍ଡଗୋଳ କରନା ଝିଅ ବାହାଘର ହଉନି ରାଜାଙ୍କର ମନ ଦୁଃଖ ଆପଣ ପାଲା ବାଲା 2 ଜଣ ଡାକିଛନ୍ତି ପାଲା ଭଲ ହଉନଥିବ ଆମେ ଯଦି କେউ ପାନ ଆଣୁନାହାନ୍ତି ନା ଭାରି ଖାଉଛ ନା ଆଉ ଯଦି ପାଲା ଭଲ ନ ହଉଛି ତମ ମନ ତ କୁଆଡେ ଉଡୁଛି ଯିଏ ବାହାରୁ ଆସୁଛନ୍ତି ଛି ଛାକର ହେଇଯାଉଛନ୍ତି ରଦିଆ ପାଲା ବାଲା କୋଉଠୁ ଆଣିଲେ ଆମେ କହିବୁ ଟିକେ ପାନ ଆଣୁନ ଭାରି ଖାଉଥିଲ ଘରେ ହଁ ସେମିତି ଇଏ ଜନକ ଋଷିଙ୍କ ମନ ଖରାପ ଝିଅ ବାହାଘର ହେଇପାରୁନି ସେଇଠି ରାଗରେ 2 ପଦ କଥା କହିଲେ ସନ୍ଥ ତୁଳସୀଦାସ ଗୋସ୍ୱାମୀ ବହି ହେଲା ରାମଚରିତ ମାନସ ନିଜ ନିଜ ଗୃହ ଯାଉ ବିଧି ଲିଖାନ ବୈଦେହୀ ବିବାହ ହୋ ରାଜନ୍ୟ ବର୍ଗ ମୁଁ ଜାଣି ସାରିଲିଣି ମୋ ଝିଅ କପାଳରେ ବାହାଯୋଗ ନାହିଁ ବିଧାତା କେଡେ ବଡ କଥା କରିଛି ଏଡେ ସୁନ୍ଦରୀ ଝିଅ ଅବିବାହିତ ରହିବ ମୁଁ କାଇ ଏଡେ ବଡ ପଣ କଲି ଆପଣ ମାନେ ଯାହା ଖାଇଲେଣି ଅନ୍ନ ଧ୍ୱଂସ କଲେଣି ଉଠନ୍ତୁ ନିଜ ନିଜ ଘରକୁ ଯାଆନ୍ତୁ ମୁଁ ଜାଣି ସାରିଲିଣି ଏ ବାହାଘର ଆଉ ହବନି ରାଜା ମାନେ ଉଠିଲେ କଣ ହେଲା ଆମକୁ ନିମନ୍ତ୍ରଣ ଦେଲ କେମିତି ତମେ ଜାଣିଲ ବାହାଘର ହେଇପାରିବନି କାଳେ ଆମ ଭିତରୁ କିଏ ସେ ଭାଙ୍ଗିବ ଧନୁ କହିଲେ ହୋ ଆଉ ବାହାଦୁରୀ ମାରନା ରାଜନ୍ୟ ବର୍ଗ ତମ ଭୁଜ ବିକ୍ରମ ହଉଛି ଚନ୍ଦ୍ର ଶିବ ଧନୁ ରାହୁ ରାହୁ ଯେମିତି ଚନ୍ଦ୍ରକୁ ଗିଳି ଦିଏ ଏ ଶିବ ଧନୁ ରୂପକ ରାହୁ ତମ ଭୁଜ ବିକ୍ରମ ରୂପକ କୀର୍ତ୍ତି ଚନ୍ଦ୍ରକୁ ଗିଳି ସାରିଲାଣି ତେଣୁ ଆମେ ଜାଣିଲୁଣି ଏ ବାହାଘର ଆଉ ହେଇପାରିବନି ତେଣୁ ଆପଣ ମାନେ ଉଠନ୍ତୁ ଘରକୁ ଯାଆନ୍ତୁ ନିର୍ବିଜା ପୃଥିବୀ ବୀର ଶୂନ୍ୟ ମହି ଏ ଭାରତ ବର୍ଷରେ କ୍ଷତ୍ରିୟ ଆଉ କେହି ନାହାନ୍ତି ଏତିକି ଯେତେବେଳେ କହିଦେଲେ ରାଜା ମାନେ ବିଗିଡି ଗଲେ ଆଉ କଣ ହେଲା ଆମକୁ ଡାକିଲ ନିମନ୍ତ୍ରଣ ଦେଲ ପୁଣି କହୁଛ ବୀରବିହୀନ ମହି ବୋଲେ କିଏ ଅଛ ରେ ସବୁ ରାଜା ଉଠ ଆମେ ଯିବା ଧନୁଟାକୁ ଟେକି ଫୋପାଡ଼ି ଦବା ଆମ ଘରକୁ ଯିବା ତା ଝିଅକୁ ସେ ସାଇତି ଥଉ 10 ସହସ ଭୂପ କହିବା ସନ୍ଥ ତୁଳସୀଦାସ ଗୋସ୍ୱାମୀ କହିଲେ 10,000 ରାଜା ଆଜ୍ଞା ଏକା ବେଳକେ ଗଲେ ସେ ଧନୁଟାକୁ ଟେକିବାକୁ ଯେତେବେଳେ ତୁ କୁଆଡେ ହେଇଥିଲୁ ଆସିଥିଲି ଧନୁ ଟେକିକି ଫୋପାଡ଼ିବା ପାଇଁ ଧନୁ ଟେକିଲେ କଣ ହବ ଆଉ ସେ ଝିଅକୁ ବାହା ହେଇଥାନ୍ତି ଫୋପାଡ଼ି ଦେଇ ଗାଁରେ କାଠ ସଜ ହେଇକି ଥୁଆ ହେଇଛି ମରିବ କାଲିକି ପରଦିନ ଇଏ ଆଇଛି ଧନୁ ଟେକିକି ବାହା ହବ ତ ମୁହଁକୁ ଟିକେ ଲାଜ ଅଛି ବସୁନୁ କାହିଁକି ତୁ କାହିଁକି ଗୋଟେ ରାଜା ହେଇକି ଛିଡା ହନ୍ତୁ ତ ଜୀବନ ଯାଉଛି କି ଆଉଛି ସେଦିନ 10,000 ରାଜା ଗଲେ ଯେ ସନ୍ଥ ତୁଳସୀଦାସ ଗୋସ୍ୱାମୀ କହିଲେ ନଟରଇନ ତାରା ହଲିଲାନି ଟେକିବା ଦୂରେ ଥାଉ ରାଜା ହସିଲେ ଆଉ କହିଲେ ରାଜନ୍ୟ ବର୍ଗ ଜଣେ ଜଣେ ରାଜା ଧନୁ ଟେକି ପାରୁନଥିଲ ତମ ମାନଙ୍କର ସମ୍ମାନ ଥିଲା 10,000 ରାଜା ଏକା ବେଳକେ ଆସିଲ ଧନୁଟେ ଟେକି ପାରିଲନି ତମକୁ ଲାଜ ଲାଗୁନି ଲାଜ ପାଇ ରାଜା ମାନେ ଯାଇ ବସିଛନ୍ତି ଆଉ ଜନକ ମହର୍ଷି ହସି ନ କହନ୍ତି ରାଜସଭାକୁ ଅନାଇ ଆଜି ସକଳ ମହିପତି ମାନେ ବସିଛ ତୁମେ ସକଳ ମହିପତି ମାନେ ବସିଛ ସଭାକୁ ଚାହିଁକି ପାଇ ହେଉ ନାହାନ୍ତି କାହିଁ ବସିଛ ଉଠ ସବୁ ତ ମୁହଁକୁ ଲାଜ ଲାଗୁନି ମୁଁ ଜାଣି ସାରିଲିଣି ଏ ଧନୁରେ କର ଦବାକୁ ଆଉ ଭାରତ ବର୍ଷରେ ଯୋଦ୍ଧା କେହି ନାହାନ୍ତି ବୀରବିହୀନ ମହି ଉଠ ସବୁ
सब जेतेबेले लाज पाई मुह पोती बसिले लक्ष्मण छिड़ा हेले राम कहले लक्ष्मण तू कहीं छिड़ा होचु ना केड़े बड़ कथा कहले आपण शैलंग भाला एते दिन पाला अनुष्ठान आपण माने सब पाला देखुछंती केते योग्य वरेण्य प्रतिभा आपण माने बसिछंती मु जने पाला वाला मु जदी कहबे गां रे पंडित कहीं नाहंती आपण बाकी रखिबे कहबे खंडियाईटा आणरे आ मुह फटेइबा मारी देबेनी जीवन रे ये लक्ष्य राजा को तुम डाकी देल पुणी कौच वीर विहीन मही ओ राजा आपण क्षमा मागंतु एडा बड़ सभारे ना कहीं ना मो भाई राम आसी जेतेबेले सभारे पहुँचले आपण जानिबा कथा धनु भंगा सरिलानी आपण पुणी कहउछंती वीर विहीन मही माने रघुकुल मनि विद्यमान जानी कहू जनक अनुचित बानी जनक जी आपण अनुचित बानी कहिले अनुचित कथा कहले एडे बड़ कथा कहीं कहले आपण क्षमा मागंतु ना कहीं तम भाई राम ये सभारे पहुँचले कौन हो ना किछि हेइनी नुह हेई सारिलाणी कहंतु माने तम भाई आसिले एमती कौन करंती ना भाई किछि करंतीनी मो भाई कहंती मु करे हाँ तम भाई कहंती तेमे कर अच्छा तम भाई कौन कहंती तेमे कौन कर संत तुलसी पुणी गोटे कथा कहले जो तुम्हारा शासन पावे कंदु कइब पृथ्वी उठा जनक जी मो भाई राम जदि ए निर्देश देवे पेंडु भलिया पृथ्वीटा को फोपाड़ी देवी ये मिथिला सामान्य केते मात्र चाहिए जनक कहले बापा बहादुरी मारना ये एमती केते बहादुरी कथा मु सुनिलिनी ए सभा को आसंती वीर माने निश मोड़ी ए तो दांतर गड़ी बाहास्पट मारी आसिला बेले आसंती गला बेले को बाटे जानती मु तांगु देखिनी अच्छा एडे बड़ सभारे तमे एडे बहादुरिया कथाबार्ता काई करछो कहले बहादुरी नहीं आमे पारिबु ना सुन ये जगह को जो वीर माने आसीछंती जदि समान को ना तमे सुनिबो तमे एठी धैर्य धरि रही पारिबनी लक्ष्मण कहले कोन एठी के आहुरी वीर आसीथले या पूर्वरु लक्ष लक्ष किए के आइतले सुनिबा की आइतले हैं हम पूर्वरु एठी किए के आइतले ता नाडे कहबो ना सुनिले कोन तंक नारे केस करी तमे देखिया किए के आइतले हैं दुनिया आवानी किए के आइतले किए की आसीथले जनक कहले अच्छा ये सुनिले कोन करिवो देखिबा सेठी कहले कहले अच्छा जदी कहूछ ताले सुन कवि सम्राट भंज वैदेही सविलास पुणी गोटे पद छांद कहले बाणासुर कार्त जनक ऋषि कहले बापा हेज हेज कहले भंज कहले हेज शब्दर अर्थ होची मने रख बाणासुर आस्थिले कार्तवीर्य सभा को आस्थिले हजार हजार हाथ बापा एडे बड़ पराक्रमी योद्धा से माने आसिले किंतु धनु टेकी पारलेनी लाज पाई पळेले अच्छा हजार हजार तो थाई से माने तो पारिलेनी तमे तो छोटिया छुआ तमे तो पिल्ला तमे केमती साहस बांधु तो से धनु फोपाड़ी दबो बोली कहला अच्छा जनक जी वृश्चिक कर्कट परि सिना एहांक माधुरी वृश्चिक बिछा देखिछंती गोड़ केइटा कर्कट कंकड़ा देखिछंती देखिछु कोन ताको गातुर भिडिछु गोड़ को मोड़ी कि चुनरा फोडिछु देखिया कोन
ବସେ ବସେ କାହିଁକି ଦାମିକା ଲୋକଟିଏ ତୁ ହେଇଥିବ କଣ ହେଇଗଲା? ଆଉ କୁଜି କଙ୍କଡା ପୋଡା ଖାଉଛୁ ଆଉ କଙ୍କଡାର 10ଟା ଗୋଡ ବିଛାର ଅନେକ ଗୋଡ ଆଜ୍ଞା। ଏମାନଙ୍କର ଏତେ ଗୋଡ ଥାଇ ହଁ। ପୃଥିବୀ ଟେକିଛି କିଏ ଏମାନେ ଟେକିଲେ। ମା ବିଛା ଟେକିଲା ହଁ। ନା କଙ୍କଡା ଟେକିଲା ନା ଟେକିନାହାନ୍ତି। ଏମାନଙ୍କର ଏତେ ଗୋଡ ଇଏ ପୃଥିବୀ ଟେକି ନାହାନ୍ତି ଆଜ୍ଞା। ଟେକିଛି କିଏ ଅନନ୍ତ। ଅନନ୍ତର ଗୋଡ କେଇଟା ଜମା ନାହିଁ। ଯାହାର ଜମା ଗୋଡ ନାହିଁ ହଁ। ସିଏ ପୃଥିବୀ ଟେକିଲା ଏମାନଙ୍କର ଏତେ ଗୋଡ କାହିଁ ଟେକିଲେନି ତେଣୁ ଅଧିକା ହାତ ଥିଲେ ସେ ଧନୁ ଭାଙ୍ଗିବ ବୋଲି ହଁ। ମାନେ କିଛି ଅଛି ମାନେ ନାହିଁ। ଅଧିକା କମର କଥା ଆମକୁ କହନ୍ତୁନି ନାହିଁ। ମୋଟେ ତ ଗୋଡ ନଥାଇ ପୃଥିବୀ ଟେକିଲା ଅନନ୍ତ ହଁ। ତେଣୁ ହାତ କଣ ଆମକୁ ଦେଖଉଛ 1000 ହାତ ପୁଣି ଜନକ କହିଲେ ଆଜ୍ଞା। ବିଂଶକର କହିବା ନହୁ ବିଂଶକର ରାବଣ ଆଜ୍ଞା। ରାବଣକୁ ବାପା ଜାଣିଛ 10ଟା ମୁଣ୍ଡ ତାର 20ଟା ହାତ ଏଡେ ବଡ ପ୍ରତାପୀ ଦେବତା ମାନେ ତା ନାଁ ଶୁଣିଲେ ଥରି ଉଠୁଛନ୍ତି ଆଉ ସିଏ ଆସିଥିଲା ଏ ଜାଗାକୁ ନମସ୍କାର କରି ପଳେଇଲା ପଳେଇଗଲା। ଲକ୍ଷ୍ମଣ କହିଲେ ସେଇଟାକୁ ବୀର ବାଳି ଅର୍ଜୁନରେ ଧରା ଯାଇଛି ଯୋଉଟାକୁ ସହସ୍ରାର୍ଜୁନ ବାନ୍ଧିକି ବାଡେଇଲା ଯୋଉଟାକୁ କାଖରେ ବଟୁଆ ଡାକିଲା ଭଳିଆ ବାଳି ଡାକିଲା ବଟୁଆ ଗୋଟେ ଜିନିଷ ଆଜ୍ଞା ଆଉ ସେ ଜିନିଷ ନାହିଁ ରାତି ପୁଆ ପାଲା ବୁଢା ମଉସା ମାନେ ଆସନ୍ତି କାନ୍ଧରେ ବଟୁଆ ପଡିଥିବ ପାନ ଗୁଆ ଗୁଣ୍ଡି ମସଲା ଥବ ଛେଚା ଚାଲିଥିବ ପାଲା ଦେଖା ଚାଲିଥିବ ଆଉ ବଟୁଆ ମଉସା ମାନେ ଧରୁନାହାନ୍ତି ସବୁ ପଲିଥିନ ଯୁଗ ହେଇଗଲା ଆଉ ସେ ଜିନିଷଟା ଅଛି କିନ୍ତୁ ଜାଗା ବଦଳିଛି ନାଁ ବଦଳିଛି ଯୋଉଟା ମଉସା ମାନେ ବଟୁଆ ଧରୁଥିଲେ ସେଟା ତ ଏବେ ମାଉସୀ ମାନେ ଭେନିଟି କରି ପକଉଛନ୍ତି ଆଉ କଣ ସେଇଟା ମଉସା ଧରୁଥିଲା ନହେଲେ ମାଉସୀ ପକଉଛି ଆଉ ଗାଡିରେ ଆସିଲା ଦିନ ସେଦିନ ଆମେ ଆସିଲା ବେଳକୁ ସେ ଗୋଟେ ମାଉସୀଟିଏ ବାଟରୁ ଉଠିଲା ଛେନାପତିରୁ ଉଠିଲା ଯେ ସେ ଝିଅ ଘରକୁ ଯିବ କୁଆଡେ ଯିବ ଦି ହାତରେ ଯୋଟେ ବ୍ୟାଗ ଧରିଛି କାନ୍ଧରେ ଗୋଟେ ସେଇଟା ପକେଇଛି ସେ କଙ୍କଡା ଆଙ୍କଲା ଭଳିଆ ଆଙ୍କ କରିକି ଅଛି ଆଉ କୋଉଟା ପୁରୁଣା କୋଉ ନାତୁଣୀର କି ବୋହୁର ଖସି ପଡିଥିଲା ତା ଚେନ ନାହିଁ ଆଚ୍ଛା ତୁ ଗୋଟେ କାହିଁକି ସେଇଟାକୁ ପକେଇଥାନ୍ତୁ ହଉ କାହିଁକି କଥା କହୁଛି ନା ଜୀବନରେ ଆପଣ ଦେଖନ୍ତୁ ପ୍ରାଚୀନତା ହଜି ହଜି ଗଲା ବେଳେ ଆପଣ କହିବେ ଆଗକୁ କୁଆଡେ ଯାଉଛନ୍ତି ଆଗକୁ ଜମା ଯାଇନାହାନ୍ତି ଯୋଉଠି ସେଇଠି ମଣିଷ ଅଛି ଆଉ ମଣିଷ ଭାବୁଛି ଆଗକୁ ଯାଇଛି ଏଭ୍ରି ଅଡ୍ ଇଜ ଷ୍ଟାଇଲ ଆଜି ସମାଜରେ ଯେତେ ବିକଳାଙ୍ଗ କଥା ସେଇଟା ସବୁ ଷ୍ଟାଇଲ କାହିଁକି ନା ନିଜ କଥା ନିଜେ କହୁଛି ଅନ୍ୟ କଥା କହିବା ଦରକାର ନାହିଁ ଆମେ ପାଲା ବାଲା ଜଗତକୁ ଦିଗଦର୍ଶନ ଦଉ କିନ୍ତୁ ସବୁ ଯାକ କଥା ଆମରି ଘରେ ମୋ ପୁଅର 8 ଦିନ ତଳେ ଗୋଟେ ଜନ୍ମଦିନ ଗଲା ସିଏ ଆସି ଜନ୍ମଦିନ ଗୋଟେ ପ୍ୟାଣ୍ଟ ପିନ୍ଧିଛି ତା ଆଣ୍ଠୁ ଠେଇ ଯୋଡେ କଣା ମୁଁ କହିଲି ଆରେ ପୁଅ 2000 ଟଙ୍କା କହୁଛୁ ପ୍ୟାଣ୍ଟ ଏ ଚିରା ପ୍ୟାଣ୍ଟ ଆଣିଛୁ କଣ ଆଖି ଫୁଟି ଯାଇଥିଲା କିରେ ସିଏ କିଛି ନ କହୁଣୁ ତା ମା କହୁଛି କାହିଁ ପାଟା କରୁଛ ତେ ମରହଟିଆ ଲୋକ ଆଉ ପିଲା ପ୍ୟାଣ୍ଟ ପିନ୍ଧିଛି ଚିରା ଆମେ କଣ ମରହଟିଆ ପିଲା ଚିରା ପ୍ୟାଣ୍ଟ କଣ ଦେଖିବୁ ଆରେ ପିଲାର ଯୋଡେ କଣା ତା ମା କନେଇଲା ବେଳକୁ ତା ଡେଣାରେ 3ଟା କଣା ଆଉ ବ୍ଲାଉଜଟେ ପିନ୍ଧିଛି ସେ 3ଟା କଣା କରିକି ବଇଛି ଫାଷ୍ଟ ଡୋଜ ସେକେଣ୍ଡ ଡୋଜ ବୁଷ୍ଟର ଡୋଜ ଆଉ ସେ ଡୋଜ ନବ ବୋଲି ରଖିଛି କଣା ଆଉ ତେଣୁ ଜୀବନରେ ଯେତେ ବିକଳାଙ୍ଗ କଥା ଆଜି ସୋସାଇଟିରେ ସେଇଟା ଆମେ ଷ୍ଟାଇଲ ବୋଲି କହୁଛୁ କିନ୍ତୁ ନାଇଁ ଲୋ ମା ସେଠି ଲାଭ ନାହିଁ କାହିଁକି ନା ପାରମ୍ପରିକ ରୀତିନୀତି ଯୋଉଠି ହଜିଯାଏ ସେଥିରେ ନୂଆ ବୋଲି ଆମେ କହୁ କିନ୍ତୁ ସେ ନୂଆରେ ମହତ୍ଵ କିଛି ନାହିଁ ସେଇ ପୁରୁଣାକୁ ଫେରିବା ବୁଢା ବୁଢା ସେତେବେଳେ ଯୋଉ କ୍ଷୀର ହୁଅନ୍ତି 50 ବର୍ଷ ତଳର କ୍ଷୀର ବେଲା କ୍ଷୀର ଚାରିପଟୁ ବାରି ଚାଞ୍ଚିଲା ଭଳିଆ ଚାଞ୍ଚି ଦେଇଥିବେ ଉପରେ ଚୁଟି ଗଣ୍ଡେ ଥବ ଏବେ ସେଇ ଷ୍ଟାଇଲ 250 ଟଙ୍କା ଦେଇ ପିଲା କ୍ଷୀର ହେଇଥିବ ତାକୁ ଯଦି କହିବ କଣ କିରେ ଏମିତି କ୍ଷୀର ହେଇଛୁ ନା କାହିଁ ପାଟି କରୁଛୁ ସେ ଯୋଉ ସରକାରଙ୍କର ଧାଡି ରୁଆ ଧାନ ନୁହଁ ଯେମିତି ଗାର ତା ମୁଣ୍ଡ ଯାକ ସେମିତି ଗାର ପଡିଥିବ ସେଇଟା ପୁଣି ତାର ଷ୍ଟାଇଲ 250 ସେତେବେଳେ ଗୋରୁ ମାଇଲେ କି ଗାଁରେ ଚୋରେଇଲେ ଯେମିତି ଡୁଙ୍ଗ କାଟନ୍ତି ସେ ଡୁଙ୍ଗ କଟା କ୍ଷୀର ଆଜି ଯୁଗରେ ଷ୍ଟାଇଲ କାହାକୁ କଣ କହିବା କାହିଁକି ଏ କଥା କହୁଛି ନା ସେଦିନ କହିଲେ ଯୋଉ ବାଳି କଥା କହୁଛ ସେଇଟା କାଖରେ ଜାକି ଦେଇଥିଲା ପରା ଏଇ ରାବଣ ସହସ୍ରାର୍ଜୁନ ବାନ୍ଧିକି ବାଡେଇଥିଲା ତମେ କଣ କହୁଛ 20 ହାତ ବଳୁଆ ସେଠି ଯଦୁମଣି କହିଲେ ଭଞ୍ଜ ତମେ ଟିକେ ଅପେକ୍ଷା କର ଏ ପିଲାକୁ ତମେ ବୁଝେଇ ପାରିବନି ମୁଁ ଟିକେ ବୁଝଉଛି ସିଏ ଆଉ ଗୋଟିଏ ପଦ ଛାନ୍ଦ କହିଲେ
ହନୁକୁ ଦେଖି ଭା ଗର୍ବ ଉପେକ୍ଷୀ ଗର୍ବ ଦମ୍ଭ ଅଭିମାନ ସ୍ୱାଭିମାନ ଛାଡ଼ି ଭାର୍ଗବ ପରଶୁରାମ ନମସ୍କାର କଲେ। ପରଶୁରାମ କିଏ ସେ ବାପା ଜାଣିଛ? ତମ ବାପା ଚିହ୍ନିଛନ୍ତି। ଯାହାକୁ ଦେଖି ତମ ବାପା ନାରୀ ଗହଣରେ ଲୁଚି ପଡ଼ିଲେ ସେଇ ହଉଛି ପରଶୁରାମ। ଲକ୍ଷ୍ମଣ କହିଲେ ବାବାଜୀ ତମ ଆମ କଥା ଚାଲିଥିଲା, ତମେ କଣ ମୋ କଥା କହିଲ? ମୋ ବାପା କଥା କଣ କହୁଛ? ଏଇଟା ଠିକ ନୁହଁ। ତମେ ମତେ କହିଥାନ୍ତ ମୁଁ ତମକୁ କହୁଥିଲି। ବାପାଙ୍କ ନାଁ କାହିଁକି ଧରିଲ? ମଣିଷ ସବୁ ସହିବ ଲୋ ମା, ବାପା ନାଁ କହିଲେ ସହିବନି। ସାଧାରଣ କଥା ଟିକେ ଭାଇ, କାଲି ଘରେ ପାଣି ଟିକେ ମାଗିବ, ପାଣି ମାଗିଲେ ସ୍ତ୍ରୀ ମାନେ ତ ବୋଲ କରିବାକୁ ଆଁ କରି ବସିଛନ୍ତି। ତେମେ ଯଦି ପାଣି ମାଗିବ ନା ଯାଉନ ଫ୍ରିଜରୁ ଆଣି ପିଇଦବ, ମୁଁ ଟିକେ ସିରିଏଲ ଦେଖୁଛି। ଆଚ୍ଛା ତମେ ଯଦି ନ ଯିବ ସେଠି ଛିଡା ହବ ନା ଯାଉନ ଆଣିବ? କାହିଁ ଛିଡା ହେଇଛ ମ? ନା ଦେଖୁଛି। ନା କଣ ଦେଖୁଛ? ନା ତୁ ଏଇଠି ଏମିତି ଗୋଡ ହାତ ଲମ୍ବେଇକି ଟିଭି ଦେଖୁଛୁ ନା ବୋପାହାରେ ଦେଖୁଥିଲୁ? ଧଡ କରି ଉଠିବ। ଅତି ଚଲାଖିଆ ଯାଉଛି କଣ ନା ଆମ ପାଟି ସମ୍ଭାଳି ଯା ଯା ଯା। ବେଶୀ ଗୁଡେ ଚଲାଖିଆ ହଉଛ କି? ମୋ ବୋପା ନାଁ କଣ କହିଲ? ନାଇଁ ଏଇଲେ ତ ଉଠୁ ନଥିଲୁ, ବୋପା ନାଁ କହୁ କହୁ କଣ ଉଠିଲୁଣି? ସେମିତି ଜୀବନରେ ମଣିଷ ସବୁ ସହିବ, ବାପା ନାଁ କହିଲେ ସହିପାରିବନି। ଲକ୍ଷ୍ମଣ କହିଲେ କଣ ହେଲା? ମୋ ବାପା ନାଁ କଣ କହିଲ? ନା ତମ ବାପା ଲୁଚି ପଡିଲେ। କହିଲେ ବାବାଜୀ ମୋ ବାପା ଲୁଚି ନଥିଲେ, ତମ ଭାବିବା ଭୁଲ। ଥରେ ପଶୁ ରାଜା ସିଂହ, ଜଙ୍ଗଲର ମାଲିକ, ଜଳଘାଟକୁ ଯାଇଛି ପାଣି ପିଇବାକୁ। ସିଂହ ଦେଖିଲା ଯୋଉ ଘାଟକୁ ମୁଁ ଯିବି ଠେକୁଆଟିଏ ସେଇଠି ଅଛି, ମତେ ଯଦି ଦେଖିବ ଠେକୁଆ ପାଣି ପିଇ ପାରିବନି, ମରିଯିବ। ଜଗତ ଯାକ ଛି ଛି କରିବେ, ସିଂହ ରାଜା ବୋଲି କଣ ଏକୁଟିଆ ବଞ୍ଚିବ, ଆଉ କେହି ବଞ୍ଚିବେନି? ତେଣୁ ଜଗତରେ ମତେ ଘୃଣା କରିବେ। ସେଇଥିପାଇଁ ସିଂହ ଲୁଚି ପଡିଲା। କାହିଁକି ନା ସିଏ ପାଣି ପିଇ ଦେଇ ଯାଉ, ମୁଁ ପରେ ଯିବି। ସିଂହ ଯେତେବେଳେ ଲୁଚିଲା, ଠେକୁଆ ପେଟେ ପାଣି ପିଇଦେଲା, ଲାଞ୍ଜ ଟେକି ଜଙ୍ଗଲରେ ଡେଇଁଲା। ଆଉ କହିଲା ଭାଇ ମାନେ ଆଜି ଆମ ରାଜା ସିଂହ ମତେ ଦେଖି ଜଙ୍ଗଲ ଭିତରେ ଲୁଚି ପଡିଲେ। ସିଂହ ପଶୁ ଯେତେ ପଶୁ ପକ୍ଷୀ ଥିଲେ କହିଲେ ଏଇରେ ଠେକୁଆଟା ପାଗଳା ହେଇଗଲା କିରେ, ସିଂହ ଦେଖି ତତେ ଠେକୁଆ କାହିଁକି ଲୁଚିବ? ବାବାଜୀ ମୋ ବାପା ବିଚାର କଲେ ପରଶୁରାମ ବ୍ରାହ୍ମଣ